ଦେଖନ୍ତୁ ରାଜ୍ୟ ସରକାର ପୁଣି ଗୋଟେ ଘୋଷଣା କରିଛନ୍ତି ଯେଉଁମାନେ ସରକାରୀ ଚାକିରି କରିବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ଗୋଟେ ଭଲ ଘୋଷଣା ଅଛି। ଘୋଷଣାଟା କ'ଣ ଅଛି ପୁରା ଶେଷ ଯାକେ ଭିଡ଼ିଓଟା ଦେଖନ୍ତୁ, ଆପଣମାନେ ମଧ୍ୟ ଜାଣିପାରିବେ। ଆଉ ଯେଉଁମାନେ ସରକାରୀ ସ୍କିମ୍ ବିଷୟରେ କିମ୍ବା ସରକାରୀ ଚାକିରି ବିଷୟରେ ସବୁ ଡିଟେଲ୍ସ ଆପଣମାନେ କିମ୍ବା ସବୁ ନ୍ୟୁଜ୍ ଆପଣମାନେ ପାଇବା ପାଇଁ ଚାହୁଁଛନ୍ତି, ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ନୋଟିଫିକେସନ୍ ବେଲ୍ଟାକୁ ଅନ୍ କରି ରଖନ୍ତୁ। ଯୁବପିଢ଼ିଙ୍କ ଉପଯୋଗିତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର 5ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବୁଧବାର ସନ୍ଧ୍ୟାରେ ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ ସରକାରୀ ଚାକିରି ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମା 32ରୁ 42 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତାମାନେ ଆଗରୁ ଯେଉଁ 32 ବର୍ଷ ଥିଲା ୟାକୁ ମଧ୍ୟ ଇନକ୍ରିଜ୍ କରିକି 38 ବର୍ଷ ପର୍ଯ୍ୟନ୍ତ କରିଦିଆଯାଇଥିଲା। ଏଟାକୁ ପୁଣି ଇନକ୍ରିଜ୍ କରିକି 42 ପର୍ଯ୍ୟନ୍ତ କରି ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିଲାଗି ସରକାର ଓଡ଼ିଶା ବେସାମରିକ ସେବା ବା ସର୍ବୋଚ୍ଚ ବୟସ ସୀମା ସ୍ଥିରକରଣ ନିୟମାବଳୀ 1989ର ସଂଶୋଧନ କରାଯାଇଛି। ସରକାରଙ୍କ ନିୟମାବଳୀରେ ଥିବା ବ୍ୟବସ୍ଥା ଅନୁଯାୟୀ ସରକାରୀ ପଦବୀ ଓ ସେବାଗୁଡ଼ିକର ସେବା ଯାହା ସବୁ ଅଛି ପ୍ରବେଶ ପାଇଁ ସର୍ବୋଚ୍ଚ ବୟସ ସୀମା ପୂର୍ବରୁ 32 ବର୍ଷ ଥିଲା। କ୍ୟାବିନେଟ୍ ନିଷ୍ପତ୍ତି ଦ୍ୱାରା ସରକାରୀ ଚାକିରି ପାଇଁ ପ୍ରସ୍ତୁତ ଯେଉଁ ବୟସ ସୀମା ପରେ ପାର ହୋଇଯାଇଥିବା ଆଶାୟୀ ଯେଉଁମାନେ ଥିଲେ ସେମାନଙ୍କ ପାଇଁ ବର୍ତ୍ତମାନ ଖୁସି ଖବର ଅଛି ଯେ ସେମାନଙ୍କ ପାଇଁ ମଧ୍ୟ ଯେଉଁ ବୟସ ସୀମା ବୃଦ୍ଧି କରିବାରେ ସରକାର ଯୋଜନା କରୁଛନ୍ତି। ଓକେ, ଯେମିତିକି ଆପଣ ପୋଲିସ, ଜଙ୍ଗଲୀ ଅବକାରୀ, ଅଗ୍ନିଶମ ସେବା ଇତ୍ୟାଦି ଯେଉଁମାନେ ସେବା ପଦବୀରେ ଶାରୀରିକ ଦକ୍ଷତା ପରୀକ୍ଷା ହୋଇଥାଏ ଏବଂ ଏହା ବ୍ୟତୀତ ଅନ୍ୟ ସମସ୍ତ ବିଭିନ୍ନ ମୂଳ ପଦବୀ ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସ ସୀମା 32 ବର୍ଷରୁ 42 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଓକେ, ଏଇ ଯେଉଁ ବୟସ ସୀମା ବୃଦ୍ଧି କରାଯିବ ଏଥିରେ ନିଶ୍ଚିତ ଭାବରେ ଯେଉଁମାନେ ଗଭର୍ଣ୍ଣମେଣ୍ଟ ଚାକିରି କରିବା ପାଇଁ ପ୍ରିପାରେସନ୍ କରୁଥିଲେ ସେମାନଙ୍କ ପାଇଁ ନିଶ୍ଚିତ ଭାବରେ ଇଏ ଗୋଟେ ଭଲ ଖବର। ଆପଣମାନେ ଯେଉଁମାନେ ଭାବୁଛନ୍ତି ଯେ ଆପଣମାନଙ୍କର ବୟସ ହୋଇଯିବା କାରଣରୁ ଆପଣମାନେ ଏକ୍ଜାମ୍ ଦେଇପାରିବେ ନାହିଁ, ବଟ୍ ଆପଣମାନେ ଯେଉଁମାନେ ପ୍ରିପାରେସନ୍ କରୁଛନ୍ତି ଆପଣମାନେ ମଧ୍ୟ ଏହି ଖବରଟି ପାଇଲା ପରେ ଆପଣମାନଙ୍କ ପାଇଁ ନିଶ୍ଚିତ ଭାବରେ ବେନିଫିଟ୍ ହେବ।